ମାନେ ଜାଣିଛନ୍ତି ଆମର ଏସପି ନୟାଗଡ଼ ସାର୍ଙ୍କର ପୁରା ଜିରୋ ଟଲରାନ୍ସ ଆମର ଏଇ ଚୋରା ମାଦକ ଦ୍ରବ୍ୟ ଚାଲାଣଠୁ ନେଇକରି ଆପଣ ବେଆଇନ ଗୋରୁ ଚାଲାଣ ବିଭିନ୍ନ ପ୍ରକାର ମାଇନ୍ସ ଆଣ୍ଡ ମିନେରାଲ୍ସ ଯୋଉ ବେଆଇନ ଚାଲାଣ ହଉଛି ତା ଉପରେ ଆମ ଏସପି ସାର୍ଙ୍କର ଡାଇରେକ୍ସନ ଅଛି ଜିରୋ ଟଲରାନ୍ସ। ସେ ତାକୁ ଆଖି ଆଗରେ ରଖି ଆଜି ଆମର କଣ୍ଟିଲୋ ଫାଣ୍ଡି ଇନଚାର୍ଜ ବିଶ୍ୱ ସୂତ୍ରରୁ ଖବର ପାଇଲେ ଯେ ଗୋଟେ ଟାଟା ଏସିରେ ଗଞ୍ଜେଇ ଲୋଡ କରି କିଛି ଲୋକ ଫୁଲବାଣୀ ସାଇଡରୁ ଟୁଆର୍ଡସ ଆସୁଛନ୍ତି କଣ୍ଟିଲୋ ହେଇକି ଯିବେ କଟକ ଚୌଦ୍ୱାର ଆଡକୁ। ତ ସେ ଇନଫର୍ମେସନ ପାଇଲା ପରେ ସେ ଆମକୁ ଇଣ୍ଟିମେଟ୍ କରି ଏସପି ସାର୍ଙ୍କୁ ଇଣ୍ଟିମେଟ୍ କରି ଗୋଟେ ଟିମ୍ ଫର୍ମେସନ କରି ବାଟରେ ଗାଡିଟିକୁ ଅଟକେଇକିରି ତହସିଲଦାରଙ୍କ ପ୍ରେଜେନ୍ସରେ ତାକୁ ସର୍ଚ୍ଚ କରାଯିବାରେ ତାଙ୍କ ପାଖରୁ 83 କିଲୋର 3ଟି ବସ୍ତାର ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 3 ରୁ 4 ଲକ୍ଷ ଟଙ୍କା ହବ ଏବଂ ତାଙ୍କ ପର୍ସନାଲ ସର୍ଚ୍ଚରୁ 4ଟି ମୋବାଇଲ ଏବଂ ସେ ଟାଟା ଏସି ଭେହିକିଲଟିକୁ ଜବତ କରିଛନ୍ତି। ଏ ସଂକ୍ରାନ୍ତରେ ଆମର ଖନପଡା ଥାନା କେସ୍ ନମ୍ବର 72/2024 ଏନଡିପିଏସ୍ ଆକ୍ଟରେ ରୁଜୁ ହେଇଛି। ଆଜି ମୁଦଲାମାନଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସାର୍ ଏଠି ପ୍ରଶ୍ନ ଉଠୁଛି ସାର୍ ଯୋଉ ବର୍ତ୍ତମାନ ଯୋଉ ଗଞ୍ଜେଇ ଧରାଗଲା ମାଜିଷ୍ଟ୍ରେଟ ପ୍ରେଜେଣ୍ଟ ଥିଲେ ସାର୍ କୋଉ ସାର୍? ମାଜିଷ୍ଟ୍ରେଟ ଆମର ତହସିଲଦାର ଆମର ଖନପଡା ପ୍ରେଜେଣ୍ଟ ଥିଲେ ଧୋବେଇ ନାୟକ, ତାଙ୍କ ପ୍ରେଜେନ୍ସରେ ସିଜର କରାଯାଇଛି। ସାର୍ ବର୍ତ୍ତମାନ ସାର୍ ପର୍ଟିକୁଲାର ବର୍ତ୍ତମାନ ଯୋଉ ଏଇ 5 ଜଣ ଗିରଫ ହେଇଛନ୍ତି ନା ଆଉ ସାର୍ ଅଧିକ ରହିଛି? ଏଠି ମୁଁ କହିବା କଥା ଯେହେତୁ ଆମର ଏଇ ତଦନ୍ତ ଚାଲୁ ରହିଛି, ଏମାନେ ଜଣଙ୍କ ଡାଇରେକ୍ସନରେ କାମ କରୁଥିଲେ ଯିଏକି ଅଲରେଡି ଖନପଡା ଥାନାରେ ଅଲରେଡି ତାଙ୍କ ନାଁରେ ଏନଡିପିଏସ୍ କେସ୍ ଅଛି। 2023ରେ ସେ ଥାନାରୁ ଆରେଷ୍ଟ ହେଇ କୋର୍ଟ ଚାଲାଣ ହେଇଥିଲେ। ତ ବର୍ତ୍ତମାନ ତଦନ୍ତ ଦିନ ଥିବାରୁ ତାଙ୍କ ନାଁଟା ପ୍ରକାଶ କରିବାଟା ଠିକ ହବ ନାହିଁ। ତଦନ୍ତ ପରିସରଭୁକ୍ତ ଅଛି, ପରେ ତାଙ୍କୁ ମଧ୍ୟ ଗିରଫ କରାଯିବ। ଯଦି ଆମେ ଆଲୋଚନା କରିବା ସାର୍ ବର୍ତ୍ତମାନ 2 ଦିନ ପୂର୍ବରୁ ବର୍ତ୍ତମାନ ଗଞ୍ଜେଇ ଧରା ହେବା ପରେ ଆଜି ଆପଣ ହଠାତ୍ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ସାର୍। ଏ ଯୋଉ 2 ଦିନ ପୂର୍ବରୁ ମାନେ ଅପରାଧୀ ମାନଙ୍କୁ 24 ଘଣ୍ଟା ରଖିବାର ଆପଣଙ୍କର ଅଧିକାର ଗୋଟେ ରହିଛି, କର୍ତ୍ତବ୍ୟ ରହିଛି, କିନ୍ତୁ 2 ଦିନ ପରେ ଆପଣ ଯୋଉ ସାମ୍ବାଦିକ ସମ୍ମିଳନୀ କରିବାର ଦେଖନ୍ତୁ ଆମର ଆପଣଙ୍କ ପାଖରେ ଭୁଲ ଇନଫର୍ମେସନ ଅଛି। ବର୍ତ୍ତମାନ ଆମ ସବ ଡିଭିଜନ ଆମ ଖନପଡା ସବ ଡିଭିଜନରେ ଆପଣ ଫତେଗଡରେ ଅଲରେଡି 2ଟି ଏନଡିପିଏସ୍ କେସ୍ ହେଇଛି, ଗଡିଆରେ ଗୋଟେ ଏନଡିପିଏସ୍ ହେଇଛି, ଆମ ଖନପଡାରେ ମଧ୍ୟ ଗୋଟେ ଆର୍ମସ ଆକ୍ଟରେ କେସ୍ ରୁଜୁ ହେଇଛି। ଯେହେତୁ ଆଗକୁ ନିର୍ବାଚନ ପାଖେଇ ଆସିଲାଣି, ତେଣୁକରି ଆମେ ଅପରାଧୀଙ୍କ ଉପରେ କଡା ଦୃଷ୍ଟି ରଖି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ରାଜପଥ ଆପଣ ଯୋଉଟା କହୁଛନ୍ତି, ଆମ ପାଖରେ ଇଣ୍ଟେଲିଜେନ୍ସ ମଧ୍ୟ ରହୁଛି। ଆମେ ସବୁ ପ୍ରକାର ପେଟ୍ରୋଲିଂ ଇଣ୍ଟେଲିଜେନ୍ସ ରଖୁଛୁ। ଆମର ହାୟର ଅଥରିଟି ଆଇଜିପି ସିଆର ସାର୍ଙ୍କର ନିର୍ଦ୍ଦେଶ ଅଛି, ଏସପି ସାର୍ଙ୍କର ନିର୍ଦ୍ଦେଶ ଅଛି। ଆମେ ଇଣ୍ଟେଲିଜେନ୍ସ କଲେକ୍ସନ କରି ଯେଉଁ ସବୁ ଏଇ ସବୁ ଆପଣ ବେଆଇନ ଗୋରୁ ଚାଲାଣ ହଉ, ଗଞ୍ଜେଇ ଚାଲାଣ ହଉ, କିମ୍ବା ମାଦକ ଦ୍ରବ୍ୟ ହଉ, କିମ୍ବା ଆମର ମାଇନ୍ସ ଆଣ୍ଡ ମିନେରାଲ ଯାହା ଚୋରା ଚାଲାଣ ହଉଛି, ତା ଉପରେ ଆମେ କଡା ନଜର ରଖିଛୁ ଏବଂ ଯେତେବେଳେ ଡିଟେକ୍ସନ ହଉଛି ତାକୁ ଧରାଯାଉଛି। ତ ସେ ସ୍ୱୀକାର କରୁଛନ୍ତି ଯେ ସେମାନେ କନ୍ଧମାଳରୁ ଜିନିଷ ଆଣି ଟୁଆର୍ଡସ କଟକ ଚୌଦ୍ୱାରରେ ଡେଲିଭରି କରିବା ପାଇଁ ଯାଉଥିଲେ। ଇନଫର୍ମେସନ ଆପଣ ବୋଧେ ଭୁଲ ପାଇଛନ୍ତି। ସେମିତି ନୁହେଁ, ଆମର ଯେତେବେଳେ ବି ମୁଁ କହିଲି ନା ଆମର ଏସପି ନୟାଗଡ଼ ସାର୍ଙ୍କର କ୍ଲିୟର କଟ୍ ଜିରୋ ଟଲରାନ୍ସ ଏଇ ସବୁ ମାନେ ଚୋରା ମାଦକ ଦ୍ରବ୍ୟ ହେଇକି ଚୋରା ଗୋରୁ ଗାଡ଼ି ଚାଲାଣ ହଉ କିମ୍ବା ବିଭିନ୍ନ ପ୍ରକାର ଯୋଉ ଅପରାଧିକ କାର୍ଯ୍ୟକଳାପ ଅଛି, ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମକୁ ନିର୍ଦ୍ଦେଶ ଅଛି ଏବଂ ସେଇ ଅନୁଯାୟୀ ଆମେ କାର୍ଯ୍ୟ କରୁଛୁ। ନାଇଁ, ବର୍ତ୍ତମାନ ତଦନ୍ତ ଦିନ ଥିବାରୁ ବର୍ତ୍ତମାନ ଯେତିକି ଆମେ ଆପଣଙ୍କୁ ପ୍ରେସ ରିଲିଜରେ ଜଣେଇଛୁ, ବର୍ତ୍ତମାନ ସୁଦ୍ଧା ତାଙ୍କର ଏଥିରେ ଆମର କହି ରଖୁଛି 3 ଜଣ ନେଲୋର ଆନ୍ଧ୍ରପ୍ରଦେଶର ଲୋକ ଅଛନ୍ତି। ତାଙ୍କର ଲୋକାଲ ଭେରିଫିକେସନ ଚାଲିଛି। ତାଙ୍କ ପ୍ୟାରେଣ୍ଟ ପୁଲିସ ଷ୍ଟେସନକୁ କଣ୍ଟାକ୍ଟ କରାହେଇଛି। ତାଙ୍କର ଆଉ କିଛି ଯଦି ଅପରାଧିକ ପୃଷ୍ଠଭୂମି ଥାଏ ସେଠାରେ, ତାହେଲେ ସେଗୁଡା ମଧ୍ୟ କେସ୍ ରେକର୍ଡକୁ ଅଣାଯିବ। ତାଙ୍କର ଆମର ଲୋକାଲ ହଉଛନ୍ତି ପଦ୍ମଲାଭ ମହାନ୍ତି ଆଉ ସାଧୁ ଲେଙ୍କା, ଏ 2 ଜଣ ହଉଛନ୍ତି ଆମର ସିଧାମଳା ଖନପଡା ଏରିଆର। ଆଉ ଯୋଉ 3 ଜଣ ଆମର ନନ ଓଡିଆ ଆନ୍ଧ୍ରାର ଅଛନ୍ତି, ତାଙ୍କ ନାଁ ହଉଛି ଧାନାଲ ଭାମି କ୍ରିଷ୍ଣନ, ଆଉ ଏମ ରମେଶ, ଆଉ ଟି ଅଙ୍କయ్య। ଏ 3 ଜଣ ହଉଛନ୍ତି ଆନ୍ଧ୍ରା ନେଲୋର। ସାର୍ ଖଣ୍ଡପଡା ବ୍ଲକର କଣ୍ଟିଲୋ ଗୋଟେ ହଉଛି ସାର୍ ମେନ୍ ହଟ୍ ଏରିଆ, ଯୋଉଟା କି ବହୁତ କ୍ରାଇମ ସେଠି କରାଯାଉଛି। ନାଇଁ, ଆମେ ସେଇ ଆପଣଙ୍କୁ ପୁଣି ଥରେ କହିବାକୁ ଚାହୁଁଛି ଯେ ଆମେ ମଧ୍ୟ ସଜାଗ ଅଛୁ। ଆମର ଇଣ୍ଟେଲିଜେନ୍ସକୁ ଆମେ ଡେଭଲପମେଣ୍ଟ କରୁଛୁ। ଆଗକୁ ଯେହେତୁ ନିର୍ବାଚନ ପାଖେଇ ଆସିଲାଣି, ଆମେ ବିଭିନ୍ନ ପ୍ରକାର ଯୋଉ ସବୁ ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି ତା ଉପରେ ଆମେ କଡା ଦୃଷ୍ଟି ରଖିଛୁ। ଦରକାର ପଡ଼ିଲେ ଆମେ
ମାନେ କଠୋର କାର୍ଯ୍ୟାନୁଷ୍ଠାନ ସେ କ୍ରିମିନାଲଙ୍କ ଉପରେ ଗ୍ରହଣ କରିବେ।